ଶୀତର ଲହରୀ ଲାଗି ରହିଛି। ଏହି ଶୀତର ଲହରୀକୁ ଲକ୍ଷ୍ୟ କରି ଜନମଙ୍ଗଳ ପରିଷଦ ପକ୍ଷରୁ ଆଜି ହାମେରାଠାରେ କମ୍ବଳ ବଣ୍ଟନ ଏବଂ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆଦର୍ଶ ଜନମଙ୍ଗଳ ପରିଷଦ ଆମ ଅଞ୍ଚଳର ଏକ ଅଗ୍ରଣୀ ସେବା ଅନୁଷ୍ଠାନ। ଏହି ଅନୁଷ୍ଠାନ ଆଜି ନୁହେଁ ଦୀର୍ଘ ଦିନ ହେବ ଲୋକମାନଙ୍କୁ ସେବା ଯୋଗାଇ ଆସୁଛି। ଆଉ ଆଜି ମଧ୍ୟ ହାମେରାରେ ଶୁଖିଲା ଖାଦ୍ୟ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ କରୁଛି। ଏହା ଆଜି ନୁହେଁ ପ୍ରତ୍ୟେକ ବର୍ଷ ମଧ୍ୟ ତାର କାର୍ଯ୍ୟକ୍ରମ ଚାଲୁ ରହେ। ଆମ ସହିତ ଏହି ସଂଗଠନର ସମ୍ପାଦକ ଯୋଡ଼ିଛନ୍ତି। ଆସନ୍ତୁ ଆମେ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ କିଛି ଆଲୋଚନା କରିବା। ଆଜ୍ଞା ନମସ୍କାର, ମୁଁ ନିରଞ୍ଜନ ସାହୁ, ଜନମଙ୍ଗଳ ପରିଷଦ। ଆଜି ଯେଉଁ ଏଠି ହାମେରାରେ କମ୍ବଳ ବଣ୍ଟନ ଏବଂ ଶୁଖିଲା ଖାଦ୍ୟ କାର୍ଯ୍ୟକ୍ରମ ହୋଇଥିଲା ସେ ସମ୍ପର୍କରେ କ'ଣ ସୂଚନା? ଦେଖନ୍ତୁ, ଜନମଙ୍ଗଳ ପରିଷଦ ଦୀର୍ଘ 14 ବର୍ଷ ଧରି ଏହି ସେବାମୂଳକ କାର୍ଯ୍ୟକ୍ରମ ଜାରି ରଖିଛି। ଆମେ ପ୍ରତିବର୍ଷ ଏହି ଦ୍ରୋଣାପୁର ପଞ୍ଚାୟତର ବାରବାଟୀ, ହାମେରା, ତଳ ହାମେରା, ଏଇ ଯେଉଁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଚନ୍ଦକା ଡମ୍ପଡ଼ା ମଧ୍ୟରେ ଥିବା ନୂଆକୁହ, ପିଠାଖିଆ, ଡାହାଣୀ ଗାଡ଼ିଆ, ଢୋଲକାଠରେ ପ୍ରଭୃତି ଅଞ୍ଚଳରେ ଆମେ ଶୀତବସ୍ତ୍ର ବାଣ୍ଟୁ ଏବଂ ଯେତେବେଳେ କରୋନା ମହାମାରୀ ପୁରା ବିଶ୍ୱକୁ କଳୁଷିତ କରିଥିଲା ସେତେବେଳେ ଆମେ ଚୁଡ଼ା, ଚାଉଳ, ମାସ୍କ, ସାବୁନ ଏବଂ କରୋନା ସଚେତନତାର ବାର୍ତ୍ତା ବାଣ୍ଟିଛୁ। ଏ କମ୍ବଳ, ଶୀତ ବସ୍ତ୍ର, କମ୍ବଳ, ଶୁଖିଲା ଖାଦ୍ୟ ସହିତ ଆଉ ଅନ୍ୟାନ୍ୟ କ'ଣ କାର୍ଯ୍ୟକ୍ରମ? ଅନ୍ୟାନ୍ୟ ଆମେ ଏଠି ସ୍ୱଚ୍ଛ ଭାରତ ଅଭିଯାନ କରୁ, ଆଉ ବିଭିନ୍ନ ପ୍ରକାର ଆଖି କ୍ୟାମ୍ପ କରୁ, ମୋତିଆବିନ୍ଦୁ ଅପରେସନ୍ କରୁ, ବ୍ଲଡ଼ ଡୋନେସନ୍ କ୍ୟାମ୍ପ କରୁ, ଆଉ ଆପଣଙ୍କର ବୃକ୍ଷରୋପଣ କରୁ। ଅନେକ ସାମାଜିକ କାର୍ଯ୍ୟକ୍ରମ ରହିଛି। ଯେଉଁମାନେ କି ଅର୍ଥ ଅଭାବରୁ ବି ପାଠ ପଢ଼ି ପାରୁନାହାନ୍ତି, ଆମ ଅନୁଷ୍ଠାନ ତରଫରୁ ଆମେ ତାଙ୍କୁ ସହଯୋଗର ହାତ ବଢ଼ାଉଛୁ। ଏଇ ଛୋଟ ମୋଟ ସାମାଜିକ କାର୍ଯ୍ୟକ୍ରମ ଜାରି ରଖିଛୁ। ହଉ, ଆପଣମାନେ ଶୁଣୁଥିଲେ ସମ୍ପାଦକଙ୍କ ପ୍ରତିକ୍ରିୟା। ଏଇ ଜନମଙ୍ଗଳ ପରିଷଦ ଛୋଟ ଛୋଟ ପିଲାମାନଙ୍କର ମଧ୍ୟ ଶିକ୍ଷାରେ ସାହାଯ୍ୟ କରୁଛି। କରୋନା ଟାଇମ୍ରେ ବହୁତ ସାହାଯ୍ୟ କରୁଛି, ବୃକ୍ଷରୋପଣ କରୁଛି, ସମସ୍ତ ପ୍ରକାର ସାମାଜିକ କାମ କରୁଛି ବୋଲି ସମ୍ପାଦକ ପ୍ରତିକ୍ରିୟା ରହୁଥିଲେ। ଆଉ ଆମ ସହିତ ଏହି ସଂଘର ଆଉ ଜଣେ ଆଗଧାଡ଼ିର ସଦସ୍ୟ ଯୋଡ଼ି ଅଛନ୍ତି। ଆସନ୍ତୁ ଆମେ ତାଙ୍କ ସହିତ ସିଧାସଳଖ ଆଲୋଚନା କରିବା। ଆଜ୍ଞା ନମସ୍କାର ଆଜ୍ଞା, ମୁଁ ମୁକେଶ କୁମାର ରାଉତ। ସେ ମୋର ବନ୍ଧୁ ତଥା ମାନେ ବ୍ୟାଚ୍ ଗୋଟେ କ୍ଲାସ୍ରେ ପାଠ ପଢ଼ୁଥିଲୁ। ତ ସିଏ ଯେବେଠାରୁ ଯୋଡ଼ି ହେଲା ଜନମଙ୍ଗଳରେ, ତ ମୋତେ ସିଏ ଯେତେବେଳେ କହିଲା ଏ ବିଷୟରେ ଆମେ ଟିକେ ଗାଁରେ କିଛି ପ୍ରୋଗ୍ରାମ୍ କରିବା, ତ ଆମେ ଗାଁରେ ପ୍ରତିବର୍ଷ ତ ନୁହଁ ପ୍ରତିବର୍ଷକୁ 2 ଥର ଆମେ ପ୍ରୋଗ୍ରାମ୍ କିଛି କରୁଛୁ। କେତେବେଳେ ବହି ଖାତା ପିଲାମାନଙ୍କୁ ଦେଉଛୁ, କେତେବେଳେ କମ୍ବଳ ବଣ୍ଟନ ହେଲା, କେତେବେଳେ ମାନେ ଯେକୌଣସି ପ୍ରୋଗ୍ରାମ୍ ହେଲା ଆମେ 2 ଜଣ ସାଙ୍ଗ ହେଇକି କାମ କରୁଛୁ। ତ ଆମର ଏଇଟା ପ୍ରତିବର୍ଷ ଆମେ ପ୍ରାୟତଃ ଜଙ୍ଗଲ ଭିତରେ ଥିବା ଯେଉଁ 4-5ଟି ଗାଁର ନାଁ ଅଛି କହିଲା ଏବେ, ଢୋଲକାଠ, ପିଠାଖିଆ ଆଉ ଡାହାଣୀ ଗାଡ଼ିଆ ଏସବୁ ଗାଁ ଅଛି। ପ୍ଲସ୍ ଆମର ଦ୍ରୋଣାପୁର ପଞ୍ଚାୟତରେ ଥିବା ହାମିରା ଆଉ ବାରବାଟୀ, ସାନ ହାମିରା, ଇନ୍ଦିରାବାସ, ପ୍ଲସ୍ ଗୋବିନ୍ଦପୁର ପଞ୍ଚାୟତର ଆଦିବାସୀ ସାହି ଅଛି ଶବର ସାହି, ସେଠି ବି ଆମେ ପ୍ରୋଗ୍ରାମ୍ କରିଛୁ। ଆଉ ଏମିତି ଆମେ ସବୁ ସାହି ଯେତକ ବି ଲକ୍ଷ୍ୟ କ'ଣ ରହିଛି ଆଗକୁ? ଆମର ଲକ୍ଷ୍ୟ ହେଲା ପ୍ରତି ଗାଁରେ ଥିବା ଯେଉଁମାନେ ପିଛିଡ଼ା ବର୍ଗର ଲୋକ ସେମାନଙ୍କ ପାଖରେ ଆମେ ସବୁ ପ୍ରକାର ସହଯୋଗ ଯୋଗାଇବା ପାଇଁ ଆମର ଉଦ୍ଦେଶ୍ୟ ଏଇଟା ରହିଛି। ଠିକ୍ ଅଛି, ଆପଣମାନେ ଶୁଣୁଥିଲେ ଆମର ଜଣେ ବରିଷ୍ଠ ସଦସ୍ୟ ମୁକେଶ ସାହୁଙ୍କ ପ୍ରତିକ୍ରିୟା। ଏହି ସଂଗଠନ ଦୀର୍ଘ 14 ବର୍ଷ ହେବ ଏହି ବାଙ୍କି ଅଞ୍ଚଳରେ ସେବା ଯୋଗାଇ ଆସିଛି। ଆଶା କରିବି ଏଇଭଳି ସେବା ଲୋକମାନଙ୍କୁ ଆଗାମୀ ଦିନରେ ଯୋଗାଇ ଦେଉ। କଟକ ବାଙ୍କିରୁ ସୁଶାନ୍ତ କୁମାର ନାୟକଙ୍କ ରିପୋର୍ଟ, ବାଙ୍କି ମିରର।